नवरंगपुर जिला तेंतुलीखुंटी ब्लॉक अंतर्गत कुर्माकोट बस स्टैंड निकटरे साधारण तंत्र दिवस पालन करा जायछि। एही साधारण तंत्र दिवस ओडिशा ड्राइवर महासंघ तरफरु करा जायथिला। मुख्य अतिथि भावे जोग देइथिले तेंतुलीखुंटी ब्लॉक तहसीलदार एवं वरिष्ठ सामाजिक सुशांत कुमार शतपथी और गोपाल कृष्ण नायक एवं संघर सभापति खासीराम हरिजन, उपसभापति विपिन बिहारी टाकली, संपादक त्रिनाथ हरिजन, संपादक सुशांत हरिजन, कोषाध्यक्ष जोगेंद्र कच्छप समेत ब्लॉक रो ड्राइवर भाई माने उपस्थित थे। लाल बाल पाल की लाल बाल पाल की लाल बाल पाल की वंदे मातरम वंदे मातरम वंदे मातरम इनकलाब जिंदाबाद इनकलाब जिंदाबाद इनकलाब जिंदाबाद। उपस्थित समस्त सादर शुभेच्छा ज्ञापन करुଛୁ। ଆପଣମାନେ ସମସ୍ତେ ଅବଗତ ଥିବେ ଆଜି ଆମ ଦେଶ ଆମର 75ତମ ଗଣତନ୍ତ୍ର ଦିବସକୁ ପାଳନ କରୁଛୁ। ଗଣତନ୍ତ୍ର ଦିବସ 1950 ମସିହା ଜାନୁଆରୀ 26 ତାରିଖ ଦିନ ଆମ ଦେଶର ସମ୍ବିଧାନ ପ୍ରଚଳିତ ହୋଇଥିଲା। ସେହି ଦିନଠାରୁ ଆମେ ପ୍ରତିବର୍ଷ ଜାନୁଆରୀ 26କୁ ଗଣତନ୍ତ୍ର ଦିବସ ରୂପେ ପାଳନ କରି ଆସିଛୁ। ପୃଥିବୀରେ ଆମ ଭାରତ ଗୋଟେ ଏମିତିକା ରାଷ୍ଟ୍ର, ଧର୍ମନିରପେକ୍ଷ ସାର୍ବଭୌମ ରାଷ୍ଟ୍ର, ଯେଉଁଥିରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆମେ ସମାନ। ଆମର ଯେତିକି ଏକତା ଅଛି ପୃଥିବୀରେ ଆଉ କୌଣସି ରାଷ୍ଟ୍ରରେ ଏଇଭଳିଆ ଏକତା ନାହିଁ। ଆମେ ଆମର ଧର୍ମ ଜାତି ବହୁତ ବିଭିନ୍ନ ପ୍ରକାର ଅଛି, ଡାଇଭରସିଟି ଭିତରେ ଆମର ୟୁନିଟି ଅଛି। ଏତେ ଜାତି ଧର୍ମ ଖାଇକି ବି ଆମେ କେବେ କାହାଠାରୁ ଅଲଗା ହେଇନି। ଆମେ ସମସ୍ତେ ଗୋଟେ ପରିଚୟ ଅଛି, ଆମେ ଭାରତୀୟ, ଆମେ ସମସ୍ତେ ଭାରତୀୟ। ଯଦି ବା ଆମେ ଅଗଷ୍ଟ 15 ତାରିଖ 1947 ମସିହା ଦିନରେ ଇଂରେଜୀମାନଙ୍କ ଠାରୁ ଆମେ ସ୍ୱାଧୀନତା ପାଇଥିଲେ, ତଥାପି ଆମର ନିଜର ସ୍ୱତନ୍ତ୍ର କନଷ୍ଟିଟ୍ୟୁସନ୍ ବା ସ୍ୱତନ୍ତ୍ର ଆମର ସମ୍ବିଧାନ ତିଆରି ହେଇନଥିଲା। ଦୀର୍ଘ ସ୍ୱାଧୀନତା ହେବାର ଦୀର୍ଘ 2 ବର୍ଷ 11 ମାସ 18 ଦିନ ପରେ ଆମର ସମ୍ବିଧାନଟା ତିଆରି ହେଲା, ପ୍ରସ୍ତୁତ ହେଲା। ଯାହାଙ୍କର ଡକ୍ଟର ଶ୍ରୀ ବାବା ଆମ୍ବେଦକରଙ୍କର ଅବଦାନ, ଆମର ପଣ୍ଡିତ ଥିଲେ, ସେମାନଙ୍କ ଅବଦାନ ଫଳରେ ଆମେ ଭାରତର ସମ୍ବିଧାନ ପାଇଲେ। ଯେଉଁଟାକି ଆମ ଭାରତର ଶାସନ ବ୍ୟବସ୍ଥାର ଗୋଟେ ମୂଳ ଭଙ୍ଗ, ସେଇଟାକୁ ଧରିକି ଆମେ ଶାସ୍ତ୍ର କରୁଛେ। ତ ଆଜିକା ଏଇ ସ୍ୱର୍ଣ୍ଣିମ ଅବସରରେ ମୁଁ ଅନୁରୋଧ କରିବି, ଆମର ସମ୍ବିଧାନରେ ଯାହା ଲେଖା ହେଇଛି ସେଇଟାକୁ ଆମେ ପାଳନ କରିବା। ଆମ ଭିତରେ ଏକତା ଯେମିତି ବଜାୟ ରହିବ, ଆମେ ଦେଶ ପାଇଁ କିଛି କରିବା, ଗୌରବମୟ ଅନୁଭବ କରିବା। ଆଉ ଏକତାର ସହିତ ଆମ ଜାତୀୟତା ପାଇଁ ବା ଦେଶ ପାଇଁ ଆମେ କିଛି କରିବା, ଆଉ ଆମ ଦେଶର ନାଁଟା ବଜାୟ ରଖିବା। ଏତିକି କହି ମୁଁ ଆଜିର ଏଇ ବକ୍ତବ୍ୟଟା ଶେଷ କରିବି।